ଅକ୍ଷୟ ହେଉ ପୁଣ୍ୟ ଜଗତେ ଧର୍ମର ହେଉ ଜୟ। ଆଜି ଏ ପବିତ୍ର ଅକ୍ଷୟ ତୃତୀୟାରେ ଧର୍ମ ସଂସ୍ଥାପନ ପାଇଁ ସତ୍ୟ ଯୁଗରୁ ହିଁ ପ୍ରୟାସ ଚାଲି ଆସିଛି। ସତ୍ୟ ଧର୍ମ ନ୍ୟାୟ ପାଇଁ ଆଜି ଲୋକଙ୍କୁ ସାମାଜିକ ଅର୍ଥନୈତିକ ରାଜନୈତିକ ନ୍ୟାୟ ଦେବା ପାଇଁ କି ଯେଉଁ ଉଦ୍ୟମ ପ୍ରୟାସ ତରଫରୁ ଚାଲିଛି, ଆମେ ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛୁ ତାହା ସଫଳ ହେଉ, ଲୋକେ ସବୁ ପ୍ରକାର ନ୍ୟାୟ ପାଆନ୍ତୁ। ଚାଷୀ କୂଳ ଯେଉଁ ଅନନ୍ତ ଦୁଃଖ ଏବଂ ସମସ୍ୟାରେ ଅଛି ସେ ସମସ୍ୟାର ସମାଧାନ ହେଉ ଏବଂ ଏଇଥିପାଇଁ ଆଜି ଏଠି ଅକ୍ଷିମୁଠି ଅନୁକୂଳ ହେଇଛି ଲୋକଙ୍କୁ ଏଇ ବାର୍ତ୍ତା ଦେବା ପାଇଁ ଯେ ଚାଷୀ କୂଳର ଯେଉଁ ସମସ୍ୟା ଅଛି ସେ ସମସ୍ୟା ସମାଧାନ କରିବା ପାଇଁ କି ଆମେ ନିରନ୍ତର ପ୍ରୟାସ କରିବୁ, ଉଦ୍ୟମ କରିବୁ ଏବଂ ଆଜି ଅକ୍ଷୟ ତୃତୀୟାରେ ଇଏ ହେଉଛି ଶୁଭ ସଂକଳ୍ପ। ଦେଖନ୍ତୁ ଆଜି ପବିତ୍ର ଅକ୍ଷୟ ତୃତୀୟା, ଆଜି ଏହି ଅବସରରେ ଆମର ଯେଉଁ ପ୍ରୟାସ ପରିବାର ଏ ସତ୍ୟବାଦୀ ଏବଂ କଣାସ ନିର୍ବାଚନ ଦଳର ବିକାଶ ପାଇଁ ଲୋକଙ୍କ ସେବା ପାଇଁ ଯେଉଁଟା ପ୍ରତିଷ୍ଠା କରାଯାଇଥିଲା ଏହି ଅକ୍ଷୟ ତୃତୀୟା ଅବସରରେ ଆମର କରାଯାଇଥିଲା, ସେହି ପରିପ୍ରେକ୍ଷୀରେ ଆଜି ତାର ପଞ୍ଚମ ଜନ୍ମବାର୍ଷିକ ପାଳନ କରୁଛି ଏବଂ ପବିତ୍ର ଅକ୍ଷୟ ତୃତୀୟାକୁ ଆମେ ପ୍ରତିବର୍ଷ ପୁରା ଧୁମଧାମ ସହ ପାଳନ କଲୁ। ଅନେକ ଚାଷୀ ଭାଇଙ୍କୁ ଆମେ ସାଙ୍ଗରେ ସାମିଲ କରୁ, ଲୋକଙ୍କର ସୁବିଧା ଅସୁବିଧା ସେ ମଧ୍ୟରେ ଆମେ ଆଲୋଚନା କରୁ। ଦେଖନ୍ତୁ ଆଜି ପୁରୀରେ ମହାପ୍ରଭୁ ଜଗନ୍ନାଥଙ୍କର ରଥକାଠ ଆରମ୍ଭ, ସେଠି ଚନ୍ଦନ ଯାତ୍ରାର ଆରମ୍ଭ। ଆଜି ଯେଉଁ ଅକ୍ଷୟ ତୃତୀୟା ହେଉଛି ପୁଣ୍ୟ ଦିନ, ଆଜିର ଦିନରେ ମହାପ୍ରଭୁ ଆମର ଗଙ୍ଗା ମାତା ଭାରତ ପୃଷ୍ଠରେ ତାଙ୍କର ଅବତରଣ କରିଥିଲେ। ଆଜି ହେଉଛି ପରଶୁରାମ ଜୟନ୍ତୀ। ଆଜି ଯାହା ବି କାମ କରାଯାଏ ସେ ଶୁଭ। ଆଜି ଅକ୍ଷୟ ତୃତୀୟାରେ ଯେଉଁ କାମ ବି ଆରମ୍ଭ କରାଯାଏ ସେଟା ସଦାବେଳେ ସୁଫଳ ହୁଏ ଏବଂ ସଫଳ ମଧ୍ୟ ହୁଏ।